ଘରଟିଏ। ଦାଣ୍ଡପିଣ୍ଡାରେ ବସି ପିଣ୍ଡାକୁ ଲିପୁଛି ସିଏ। ତାପରେ ଯାଇ ଚୁଲି ଜାଳି ରୋଷେଇ କରୁଛି। ଏ ଚୁଲିର ନିଆଁଠୁ ଯେମିତି ବଳି ଯାଇଛି ତା ଜୀବନର ନିଆଁ। ଛାରଖାର ହେଇଯାଇଛି ତା ଆଖିର ସ୍ୱପ୍ନ, ଉଜୁଡ଼ି ଯାଇଛି ସୁଖର କ୍ଷେତ। ତଥାପି ସେ ଆଗକୁ ବଢ଼ୁଛି। ସମୟ ସହ ସାଲିସ କରି ସେ ସିଲେଇ ମେସିନ୍ ଚଳାଇ ଡ୍ରେସ୍ ସିଲେଇ କରୁଛି। ହଁ, ସବୁ ସିଏ ହିଁ କରେ, ସବୁ ତାକୁ ଜଣା। ସେ ବୟସରେ କମ୍ ହୋଇପାରେ, କିନ୍ତୁ ଘରକରଣାରେ ତାକୁ ଟପିବ କିଏ? କାରଣ ସେ ତ ଛୁଆବେଳୁ ହିଁ ଏସବୁ କରିଆସୁଛି। ସ୍ନେହ ମମତା ବାଢ଼ି ଦେଉଥିବା ମା ଥିଲେ ହୁଏତ ଝିଅକୁ ଏ କାମ କରିବାକୁ ପଡ଼ୁନଥାନ୍ତା। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସାମନ୍ତରାପୁର ପଞ୍ଚାୟତ ତାଳପଦର ଗାଁର ବିରଜିନୀ ଶବର। ବୟସ 18-19 ହେଲାଣି। ବିରଜିନୀ ଦେଖିନି ତା ମା'ର ମୁହଁ। ମା'ର ମମତା କ'ଣ ଜାଣିନଥିବା ବିରଜିନୀ ବାପାଙ୍କ ପାଖେ ଚଳି ଆସୁଥିଲା। ହେଲେ ବାପା ବି ଚାଲିଗଲେ ଅବେଳରେ। ଜେଜେବାପା ଆଉ ଭାଇଙ୍କୁ ବି ନେଇଗଲା ଦୈବ। ବିରଜିନୀ ଏବେ ଏକା। ସମସ୍ତେ ଛାଡ଼ି ଚାଲିଯିବା ପରେ ଯେମିତି ଈଶ୍ୱର ହିଁ ତାକୁ ବଞ୍ଚେଇ ରଖିଛନ୍ତି। ପାଠ ପଢ଼ିବାକୁ ଚାହୁଁଥିଲେ ବି ସେ ପଢ଼ିପାରିନି ପାଠ, ଅଧାରୁ ଛାଡ଼ିଛି। ବହି ଛାଡ଼ି ସେ ବୁଝିବାକୁ ଚେଷ୍ଟା କରିଛି ତା ଜୀବନ ପାଠକୁ। ସେ ମୂଲ ଲାଗିବାକୁ ଯାଇଛି, ପରଦୁଆରେ ଖଟିଛି, କାରଣ ସେ ଖଟିଲେ ହିଁ ଖାଇବ। ମୁଁ ଛୋଟ ଥିଲି, ମା ମରିଗଲା, ତାପରେ ବାପା ବି ମରିଗଲେ, ଜେଜେବାପା ବି, ଭାଇ ବି ମରିଗଲେ। ମୁଁ ଘରେ ଜଣେ ଅଛି। ମୋର ଶାଶ ସପୋର୍ଟ କିଏ ନାହାନ୍ତି। ମୁଁ ଜଣେ କଷ୍ଟ ପଡ଼ୁଛି, ଖାଉଛି, ରହୁଛି, ବଞ୍ଚୁଛି। ଏମିତି ଛାଳ ଘର ଭତ୍ତା ସେ ଧଉଡ଼ି ମୁଁ ନିଜେ ଯାଇକି କଷ୍ଟ ପଡ଼ିକିରି ଭଣରୁ ଯାଇକି ଆଣୁଛି। କିଏ ମୋତେ ସପୋର୍ଟିଂ କରିବା ପାଇଁ ନାହାନ୍ତି। କ'ଣ ଇନ୍ଦିରାବାସ କ'ଣ ଟିକେ ଦେଇଥାନ୍ତ, ମୁଁ ଟିକେ ତାର ଭଲ ଇଏ କରିଥାନ୍ତି। ପାଠପଢ଼ା ମୁଁ ଛାଡ଼ିଦେଲି, ପାଠ ବି ପଢ଼ୁନି। ଘରର ପରିସ୍ଥିତି ଦେଖିକିରି କିଏ ପଇସା ପତ୍ର ଦେବେ ବୋଲିକିରି ମୁଁ ପାଠ ବି ପଢ଼ୁନି। ଏ ହେଉଛି ବିରଜିନୀର ଘର, ମାଟିଝାଟିର ଘର। ତାଟିର କବାଟ ଲାଗିଛି। ହଁ, ସିଏ କର୍ମଠ ବୋଲି ସଫାସୁତୁରା ରଖିଛି। ହେଲେ ଏ ଘର କେତେ ସୁରକ୍ଷିତ ତାହା ଆପଣ ଜାଣନ୍ତି? ପକ୍କା ଘର ପାଇଁ ଅନେକ ଥର ସେ ସରକାରୀ ବାବୁଙ୍କୁ ଗୁହାରି କରିଛି, ହେଲେ ସରକାର ବି ତାକୁ ଅବହେଳା କରିଛନ୍ତି। ଏ ଘରେ ପଶିବା ଯେତିକି କଷ୍ଟକର, ଆଉ ଏ ଘରେ ରହିବା ତାଠାରୁ ବି ଅଧିକ କଷ୍ଟକର। ଏ ହେଉଛି ପାତ୍ରପୁର ବ୍ଲକ ତାଳପଦରର ବିରଜନୀ ଶବରଙ୍କ ଘର। ବାପା ମାଙ୍କ ଦେହାନ୍ତ ପରେ ତାଙ୍କର ପାଠ ପଢ଼ାରେ ଏବେ ରୋକ ଲାଗିଛି। ସେ ନିଜେ ଘରେ ରୁହନ୍ତି, ରୋଷେଇ କରନ୍ତି, ସମସ୍ତ କାର୍ଯ୍ୟ ତାଙ୍କୁ ହିଁ କରିବାକୁ ପଡ଼େ। ବାପା ମା ନଥିବା ଏ ଝିଅଟି ପାଇଁ ଯେମିତି ସରକାର ବି ନାହାନ୍ତି ବୋଲି ସେ ପ୍ରମାଣିତ କରିସାରିଛନ୍ତି। ନଚେତ୍ ଆଜି ଯାଏଁ କାହିଁକି ଅସହାୟ ଝିଅଟି ପକ୍କା ଘର ପାଇବାରୁ ବଞ୍ଚିତ ଥାନ୍ତା? ସରକାରୀ ସହଯୋଗ କହିଲେ କେବଳ ଏ ମାସେ ହେବ ମିଳିଥିବା ରାସନ କାର୍ଡ଼, ସେଥିରେ ବି ଏଯାଏଁ ଚାଉଳ ମିଳିନି। ଅନାଥ ହୋଇଥିବାରୁ ସରକାରୀ ଭତ୍ତା ପାଇବାକୁ ବିରଜିନୀ ଯୋଗ୍ୟା, ହେଲେ ଏଯାଏଁ ସେତକ ବି ହୋଇନି। ଏନେଇ ଆମେ ପାତ୍ରପୁର ବିଡ଼ିଓଙ୍କୁ ଭେଟିଥିଲୁ। କେମିତି ଏ ଅନାଥ ଝିଅଟିକୁ ସହାୟତା ମିଳିପାରିବ ସେ ନେଇ ତାଙ୍କୁ ପ୍ରଶ୍ନ କରିଥିଲୁ। ସେ କିନ୍ତୁ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ଏମିତି ଆଉ ଯାହାର ଏମିତି ଖାର ଖୁଲି ନାଲି ହେଇ ଗଲେ ଏମିତି ଆଣିଲେ ସାଣା ପଇସା ବଞ୍ଚୁଛି। ସେଇଭଳି ଯା ଜ୍ୱର ମୁଣ୍ଡ ବତାଲେ ଆମେ ଟିକେ ଅନଉଛୁ, ପଚାରୁଛୁ। ମା କ୍ଷୀର ଖାଉଥିଲା, ମା ଭାଇ ଭଉଣୀ ଦିଟା ହେଇଥିଲେ, ଭାଇଟା ମରିଗଲା, ଆଉ ଅଛି ଜଣେ ଅଛି। ତାଙ୍କ ବାପା ନେ ମା ନେ କଷ୍ଟ ପଡ଼ିକି ଆଣିକି ଖାଉଛନ୍ତି। ତାଙ୍କେ ଚାଉଳ ପତ୍ର ବି ମିଳୁନି, କୋଟା ଚାଉଳ ଯାଉ ମିଳୁନି, କିଣିକି ଆଣିକି ଖାଉଛନ୍ତି। ଆଉ ପଡ଼ିଶା ଛିଡ଼ା ରହୁଛୁ ସମସ୍ତେ, ଆଉ ଧ୍ୟାନ ଏମିତି କରୁଛନ୍ତି, ତାଙ୍କେ ଚଳୁଛନ୍ତି, ଖାଦ୍ୟ ପାଣି ହେଉଛି ସେମିତି। ଆଉ ଆପଣମାନେ ଯଦି ଏ ଝିଅଟିକୁ କିଛି ସହଯୋଗ କରିବାକୁ ଚାହୁଁଛନ୍ତି ତେବେ ଲେଖି ରଖନ୍ତୁ ତାଙ୍କ ଠିକଣା। ନାମ ବିରଜିନୀ ଶବର, ପିତା ସ୍ୱର୍ଗତ ବାବୁଲା ଶବର, ଗ୍ରାମ ତାଳପଦର, ପଞ୍ଚାୟତ ସାମନ୍ତରାପୁର,
ବ୍ଲକ ପାତ୍ରପୁର ଜିଲ୍ଲା ଗଞ୍ଜାମ। ମୋବାଇଲ ନମ୍ବର 9692813413। ପୁଣି ଥରେ କହି ରଖୁଛୁ ମୋବାଇଲ ନମ୍ବର 969281134113। ଆକାଉଣ୍ଟ ନମ୍ବର 51541821007852। IFSC କୋଡ୍ BKID 0005154।